ଯଦି ଆପଣଙ୍କର ଦେହ ବାରମ୍ବାର ଖରାପ ହେଉଛି, ଯେତେ ଡାକ୍ତରକୁ ଦେଖାଇଲେ ମଧ୍ୟ ଆପଣ ଆରୋଗ୍ୟ ଲାଭ କରିପାରୁନାହାନ୍ତି, ଆପଣଙ୍କର କ୍ରିଏଟିନାଇନ୍ କିମ୍ବା ୟୁରିକ୍ ଏସିଡ଼୍ ବଢ଼ିକି ରହୁଛି, ତେବେ ଆପଣ ଡାକ୍ତରୀ ଔଷଧ ବା ଏଲୋପାଥିକ୍ ଔଷଧ ଖାଇବା ସଙ୍ଗେ ସଙ୍ଗେ ଥରେ ଆୟୁର୍ବେଦିକ ଔଷଧ ମଧ୍ୟ ପ୍ରୟୋଗ କରି ଦେଖନ୍ତୁ। କେନ୍ଦୁଝର ଜିଲ୍ଲାର ଅଲଣି ଗ୍ରାମରେ ଜଣେ ଆଦିବାସୀ ଶ୍ରେଣୀର ଯୁବକ ଜଣେ ଏଭଳି ଔଷଧ ତିଆରି କରିଛନ୍ତି, ଯାହାକୁ ନେଇ ଅନେକ ସୁଗାର ଏବଂ କିଡ଼ନୀ ଜନିତ ସମସ୍ୟାରେ କଷ୍ଟ ପାଉଥିବା ରୋଗୀମାନେ ଏଠାରୁ ଔଷଧ ନେଇ ସେମାନଙ୍କର ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଔଷଧର ମୂଲ୍ୟ ମଧ୍ୟ ବେଶୀ ନୁହେଁ, 500ରୁ 700 ଟଙ୍କାରେ ଆପଣ ଗୋଟିଏ ମାସର ଔଷଧ ନେଇପାରିବେ ଏବଂ ଏହି ଔଷଧ ନେଲା ପରେ ଚିକିତ୍ସକ ଯେଉଁ ପରାମର୍ଶ ଦେଇଥିବେ, ଯେଉଁ ଖାଇବା ପାଇଁ ବାରଣ କରିଥିବେ, ଆପଣ ତାକୁ ଯଦି ବାରଣ କରିବେ ତାହେଲେ ନିଶ୍ଚିତ ଭାବରେ ଆପଣ ଏଭଳି ଏକ ବଡ଼ ରୋଗରୁ ଆପଣ ରକ୍ଷା ପାଇପାରିବେ। ଏବେ ତ ଆପଣ ଦେଖିଥିବେ ୟୁଟ୍ୟୁବ୍ ମାଧ୍ୟମରେ ବା ଫେସବୁକ୍ ମାଧ୍ୟମରେ ଏଇ ମହାଶୟଙ୍କର ନାଁ ଚାରିଆଡ଼େ ପ୍ରଚାରିତ ହେଉଛି ଏବଂ ଅଧିକାଂଶ ଲୋକ ଜାଣିଗଲେଣି ମଧ୍ୟ। ମୁଁ ମଧ୍ୟ ଏହି ଜାଗାକୁ ଯାଇଥିଲି ଏବଂ ଯାହା ଅନୁଭବ କଲି ଏବଂ ଆସିଥିବା ଲୋକମାନଙ୍କ ପାଖରୁ ପଚାରି ବୁଝିଲି, ଯାହା ଜାଣିଲି ଯେ ନିଶ୍ଚିତ ଭାବରେ ଅନେକ ଲୋକ ଏ ରୋଗରୁ ଆରୋଗ୍ୟ ହେଉଥିବାରୁ ବା ଆପଣମାନେ ଯେତେବେଳେ ଆସୁଛନ୍ତି ଏ ଜାଗାକୁ ଟିକେ ସକାଳୁ ଆସିବା ପାଇଁ ଚେଷ୍ଟା କରିବେ, କାରଣ ଧୀରେ ଧୀରେ ଖରା ବଢ଼ିଗଲାଣି ଏବଂ କବିରାଜ ମହାଶୟ ମଧ୍ୟ ସକାଳୁ ଆପଣଙ୍କର ଆଣିଥିବା ସେ ପରିସ୍ରାକୁ ପରୀକ୍ଷା କରନ୍ତି ଏବଂ ପରୀକ୍ଷା କରିବା ସମୟ ହେଉଛି ସକାଳ 10ଟାରୁ 10:30 ଭିତରେ। ଯଦି ଆପଣ ପହଞ୍ଚାଇ ପାରିଲେ ଭାରି ଭଲ। ଏବଂ ପ୍ରଥମେ ଆପଣ ଆସିଲା ପରେ ଆପଣଙ୍କୁ ଆଗେ ତାଙ୍କ ଖାତାରେ ସିରିଏଲ୍ କରିବା ପାଇଁ ପଡ଼ିବ ଏବଂ ସିରିଏଲ୍ ଅନୁସାରେ ସେ ଜଣ ଜଣକା କରି ଆପଣଙ୍କର ଜାଣିଥିବା ପରିସ୍ରାକୁ ସେ ପରୀକ୍ଷା କରିବେ। ପରୀକ୍ଷା କରିସାରିଲା ପରେ ଆପଣଙ୍କର ଯାହା ଜଣାପଡ଼ିବ, ଯେଉଁ ଦୋଷ ବାହାରିବ ସେ ଅନୁସାରେ ସେ ଆପଣଙ୍କୁ ଔଷଧ ଦେଇଥାନ୍ତି। ତେଣୁ ଆପଣମାନେ ଯେଉଁଦିନ ବି ଆସୁଛନ୍ତି ଟିକେ ଶୀଘ୍ର ବା ସକାଳୁ ସକାଳୁ ଆସିଲେ